आईपीएल 2025 ଯେଉଁ ନିୟମ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଲାଗିଥିଲା ପ୍ରତିବନ୍ଧକ ତାହାକୁ ନେଇ ବଡ଼ ନିଷ୍ପତ୍ତି ନେଲା ବିସିସିଆଇ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଅନୁରୋଧ। ମୁମ୍ବାଇ ଇଣ୍ଡିଆନ୍ସର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗତ ଆଇପିଏଲ୍ ସିଜନରେ ଦଳର ସ୍ଲୋ ଓଭର ରେଟ୍ ଉଲ୍ଲଂଘନ ଯୋଗୁଁ ଗୋଟିଏ ମ୍ୟାଚ୍ ପାଇଁ ପ୍ରତିବନ୍ଧକ ଲଗାଯାଇଛି। ଏହି କାରଣରୁ ସେ ଆଇପିଏଲ୍ 2025ର ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ। ତାଙ୍କ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେବେ। ଏବେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଏହି ନିୟମର ପୁନର୍ବିଚାର କରିଛି ଏବଂ ଆଗାମୀ ସିଜନରେ ଅଧିନାୟକମାନଙ୍କୁ ଆଶ୍ୱସ୍ତି ମଧ୍ୟ ଦେଇଛି। ବିସିସିଆଇ ବଲ୍ରେ ଲାଳ ଲଗାଯିବା ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛି। ଏହା ସହିତ ଆଉ କିଛି ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସ୍ଲୋ ଓଭର ରେଟ୍ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ନିୟମ ଅନୁସାରେ ଏବେ ସ୍ଲୋ ଓଭର ରେଟ୍ କାରଣରୁ କୌଣସି ବି ଅଧିନାୟକଙ୍କ ଉପରେ ପ୍ରତିବନ୍ଧକ ଲାଗିବ ନାହିଁ। ଏହା ବଦଳରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଅନ୍ୟ ବିକଳ୍ପ କରାଯିବ। ଏବେ କୌଣସି ଅଧିନାୟକଙ୍କ ଉପରେ ମ୍ୟାଚ୍ କଟକଣା ପରିବର୍ତ୍ତେ ଖାତାରେ ଡିମେରିଟ୍ ଯୋଡ଼ି ଦିଆଯିବ। ଡିମେରିଟ୍ ପଏଣ୍ଟକୁ ନେଇ ମଧ୍ୟ ନିୟମ ତିଆରି କରାଯାଇଛି। ଯଦି ଲେଭେଲ୍ 1ର ଅପରାଧ ହୋଇଥିବ ତେବେ ଅଧିନାୟକଙ୍କ ଉପରେ ଡିମେରିଟ୍ ପଏଣ୍ଟ ସହ 25ରୁ 75% ଯାଏଁ ମ୍ୟାଚ୍ ଫି କଟାଯିବ। ଯଦି ଲେଭେଲ୍ 2ର ଅପରାଧ ହୁଏ ତେବେ 4 ଡିମେରିଟ୍ ପଏଣ୍ଟ ଯୋଡ଼ି ଦିଆଯିବ। ଅଧିନାୟକଙ୍କୁ 4 ଡିମେରିଟ୍ ପଏଣ୍ଟ ମିଳିଲେ 100% ମ୍ୟାଚ୍ ଫି କଟିବ ବୋଲି ଜଣାପଡ଼ିଛି। ତେବେ ମୁମ୍ବାଇ 23 ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଏକ ମ୍ୟାଚ୍ ସହିତ ତାର ଅଭିଯାନ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଏହି ମ୍ୟାଚ୍ରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ ନାହିଁ। ପୂର୍ବ ସଂସ୍କରଣରେ ହୋଇଥିବା ଭୁଲ ପାଇଁ ତାଙ୍କୁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଦଣ୍ଡିତ କରିଛି। ସେହିପରି ଆଉ ଏକ ବଡ଼ ଖବର ହେଉଛି ଏଥର ଆଉ ମାଗଣାରେ ନେଇପାରିବେନି ଆଇପିଏଲ୍ର ମଜା। ଦେବାକୁ ପଡ଼ିବ ଏତିକି ଟଙ୍କା ଶୁଳ୍କ। ଆଇପିଏଲ୍ 2025ର ଆରମ୍ଭ ଆଜି ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟର ଆରମ୍ଭ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ। ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ 7:30ଟାରେ ଆରମ୍ଭ ହେବ। ହେଲେ ଓପନିଂ ସେରେମନି ପାଇଁ ମ୍ୟାଚ୍ର ଆରମ୍ଭ ଟିକିଏ ବିଳମ୍ବ ହୋଇପାରେ। ଭାରତୀୟ ଫ୍ୟାନ୍ସ ଏଥର ଆଇପିଏଲ୍ର ମଜା ମାଗଣା ଉଠାଇ ପାରିବେ ନାହିଁ। ଆଇପିଏଲ୍ ଦେଖିବା ଲାଗି ସେମାନଙ୍କୁ ପେମେଣ୍ଟ କରିବାକୁ ପଡ଼ିବ। ଗତ 2 ବର୍ଷ ଫ୍ୟାନ୍ସ ଏହି ଲିଗ୍ର ମଜା ଜିଓ ସିନେମାରେ ପୁରା ମାଗଣାରେ ଉଠାଇଥିଲେ, କିନ୍ତୁ ଚଳିତ ବର୍ଷ ଏପରି ଆଉ ହୋଇପାରିବ ନାହିଁ। ତେବେ ପ୍ରଶ୍ନ ଉଠୁଛି କେମିତି ଦେଖିବେ ମ୍ୟାଚ୍? ଭାରତୀୟ ଫ୍ୟାନ୍ସ କେକେଆର୍ ଭର୍ସେସ୍ ଆର୍ସିବି ଆଇପିଏଲ୍ 2025ର ପ୍ରଥମ ମ୍ୟାଚ୍ ଟିଭିରେ ଯଥା ଷ୍ଟାର ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ଦେଖିପାରିବେ। ତେବେ ମୋବାଇଲରେ ଦେଖିବା ପାଇଁ କେତେ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ? ଆଇପିଏଲ୍ 2025ର ପ୍ରଥମ ମ୍ୟାଚ୍ର ଲାଇଭ୍ ଷ୍ଟ୍ରିମିଂ ଜିଓ ହଟଷ୍ଟାରରେ ହେବ, କିନ୍ତୁ ଏଥର ଏହି ଷ୍ଟ୍ରିମିଂ ମାଗଣାରେ ହେବ ନାହିଁ। ଫ୍ୟାନ୍ସମାନଙ୍କୁ ଅନଲାଇନ୍ ମ୍ୟାଚ୍ର ମଜା ଉଠାଇବା ଲାଗି ସବସ୍କ୍ରିପସନ୍ କିଣିବାକୁ ପଡ଼ିବ। ଏହା ବ୍ୟତୀତ ଜିଓ 100 ଟଙ୍କାର ପ୍ଲାନ୍ ମଧ୍ୟ ବାହାର କରିଛି। ଏଥିରେ ୟୁଜର୍ସଙ୍କୁ 3 ମାସର ଜିଓ ହଟଷ୍ଟାରର ସବସ୍କ୍ରିପସନ୍ ମିଳିବ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।